ମୁଁ ସଂସାରର ସର୍ବୋଚ୍ଚ ସୁଖ ରୂପରେ ପ୍ରସିଦ୍ଧ ଭକ୍ତି। ମୁଁ ଭକ୍ତ ମନରେ ଭକ୍ତିର ଚେତନା ଜାଗ୍ରତ କରୁଥିବା ପୂଜା। ଗୌରୀପୁତ୍ରଙ୍କ ସୂଚନାରେ ନାରଦ ଶୁକ୍ରାଚାର୍ଯ୍ୟଙ୍କୁ ଭ୍ରମିତ କରିବାରେ ସଫଳ ହୁଅନ୍ତି। ଉତ୍ତେଜିତ ସିନ୍ଧୁକୁ ଶ୍ରୀହରି ବିଷ୍ଣୁ ଯୁଦ୍ଧ ଦ୍ୱାରା ଶାନ୍ତ କରନ୍ତି। ଆଉ ସେପଟେ ସ୍ୱର୍ଗ ସିଂହାସନ ପାଇବା ପାଇଁ ଇନ୍ଦ୍ର ଶ୍ରୀ ମହାଗଣେଶଙ୍କ ଆରାଧନା କରୁଛନ୍ତି। ଓಂ ବିଶ୍ୱବରଦାୟ ନମଃ। ଓಂ ମହାବଳେଶ୍ୱରାୟ ନମଃ। ଓಂ ମହାଗଣେଶାୟ ନମଃ। ଓಂ ପରମଦେବାୟ ନମଃ। ଓಂ ବିଶ୍ୱବରଦାୟ ନମଃ। ଓଂ ମହାବଳେଶ୍ୱରାୟ ନମଃ। ଓଂ ମହାଗଣେଶାୟ ନମଃ। ଓଂ ବିଶ୍ୱବରଦାୟ ନମଃ। ଓଂ ପରମଦେବାୟ ନମଃ। ଓଂ ବିଶ୍ୱବରଦାୟ ନମଃ। ନିଜେ ସ୍ୱୟଂ ନିଜ ଗୌରବକୁ ନଷ୍ଟ କରିଦେଲ ଶ୍ରୀହରି। ଏବେ ବି ସମୟ ଅଛି, ଅମର ବରପ୍ରାପ୍ତ ସିନ୍ଧୁ ପାଖରୁ ଫେରି ଯାଅ। ନାରାୟଣ ନାରାୟଣ ଦୈତ୍ୟଗୁରୁ, ଶ୍ରୀହରି ସିନ୍ଧୁର ମାର୍ଗ ରୋଧ କରି ତାକୁ ସତ୍ୟର ମାର୍ଗ ଦେଖାଇଛନ୍ତି। ଯଦି ଇଏ ନିଜର ଦୀର୍ଘ ଆୟୁ ଚାହୁଁଥାଏ ତେବେ ୟାକୁ କୁହନ୍ତୁ ଯେ ଶ୍ରୀହରିଙ୍କ ଶରଣାପନ୍ନ ହେଉ ଆଉ ସତ୍ୟର ଶିକ୍ଷା ନେଉ। ଦୈତ୍ୟ ଶତ୍ରୁ ନାରଦ, ଦେଖ ଆଜି ଅମର ବରପ୍ରାପ୍ତ ସିନ୍ଧୁ ନିଜ ଦୈତ୍ୟ ଶକ୍ତିରେ ତୁମ ଷଡ଼ଯନ୍ତ୍ର ଅସଫଳ କରିଦେଇଛି। ଏବେ ସମଗ୍ର ସଂସାରରେ ଦୈତ୍ୟ ଜାତିର ସାମ୍ରାଜ୍ୟ ବ୍ୟାପ୍ତ ହେବ। ନାରାୟଣ ନାରାୟଣ, ଆପଣଙ୍କୁ ସ୍ୱପ୍ନ ଦେଖିବାର ରୋଗ କେବେଠୁ ହେଲାଣି ଦୈତ୍ୟଗୁରୁ? ମୋ ସହ ପରିହାସ କରିବାର ଭୁଲ କର ନାହିଁ ନାରଦ। ଏ ଯୁଦ୍ଧକୁ ଦେଖ, ଆଉ ଏହାର ପରିଣାମକୁ ଦେଖ। ଆଜି ସିନ୍ଧୁର ବିଜୟ ସଂସାରରେ ଦୈତ୍ୟ ଜାତିର ବିଜୟର ଧ୍ୱଜା ଉଡଉଛି। ଆପଣ ତ୍ରିଦେବଙ୍କ ଭିତରୁ ସୃଷ୍ଟିର ପାଳନ କର୍ତ୍ତା ଶ୍ରୀହରି, ଆମର ବରପ୍ରାପ୍ତ ଆଉ ଅସୀମ ବଳଶାଳୀ ସିନ୍ଧୁ ଦୈତ୍ୟ ନିଜ ଶକ୍ତି ଆଉ ପରାକ୍ରମରେ ଆପଣଙ୍କ ଯୁଦ୍ଧରେ କ୍ଳାନ୍ତ କରି ଆପଣଙ୍କ ସୃଷ୍ଟିର ଭିତ୍ତିକୁ ଦୋହଲେଇ ଦେଇଛି। ମୁଁ ନିଜର ଅମର ବରପ୍ରାପ୍ତ ଶକ୍ତିରେ ଆପଣଙ୍କ ସୃଷ୍ଟି ଉପରେ ଅଧିକାର କରିନେବି, ଆଉ ଆପଣ ତିନି ଜଣ ବ୍ରହ୍ମା ବିଷ୍ଣୁ ଆଉ ମହେଶ୍ୱର ଚାହିଁ ରହିଥିବେ। ନିଜ ଶକ୍ତି ଉପରେ ଅଭିମାନ କରନା ମୂର୍ଖ ସିନ୍ଧୁ। ଏଠାକୁ ତୋ ଭଳି କେତେ ଦୈତ୍ୟ ଆସିଛନ୍ତି, ଆଉ ଶ୍ରୀ ମହାଗଣେଶ ଏବଂ ତ୍ରିଦେବ ତ୍ରିଦେବୀଙ୍କ ହାତରେ ସମାପ୍ତ ହୋଇ ଯମରାଜଙ୍କ ଭୋଜନ ପାଲଟିଛନ୍ତି। ଆଜି ସଂସାରରେ ସେମାନଙ୍କ ନାଁ କେହି ମନେ ରଖିନାହାନ୍ତି। ଶକ୍ତିଶାଳୀ ଦୈତ୍ୟଙ୍କର ମୃତ୍ୟୁକୁ ଭୟ ନଥାଏ ଶ୍ରୀହରି। ମୁଁ ତ ଏମିତିରେ ଅମୃତପାନ କରିସାରିଛି। ଆପଣ ମୋତେ ମୃତ୍ୟୁର ଭୟ ଦେଖେଇ ନିଜର ସମୟ ନଷ୍ଟ କରୁଛନ୍ତି। କିନ୍ତୁ ତୋର ତ ଜୀବନ ନଷ୍ଟ ହେବାର ସମୟ ପାଖେଇ ଆସୁଛି ଦୁଷ୍ଟ ସିନ୍ଧୁ। ଏବେ ବି ଆପଣ ଏ କଥା କହିବାକୁ ସାହସ କରୁଛନ୍ତି ଶ୍ରୀହରି, ଯେତେବେଳେ ମୋର ଅମର ବରପ୍ରାପ୍ତ ଶକ୍ତି ସମ୍ମୁଖରେ ଆପଣଙ୍କ ସମସ୍ତ ଦିବ୍ୟ ଶକ୍ତି ପରାଜିତ ହେଇ ଖିନଭିନ ହେଇସାରିଛି। ନା ମୋର ଶକ୍ତି ପରାଜିତ ହୋଇଛି ସିନ୍ଧୁ, ଆଉ ନା ମୁଁ କ୍ଳାନ୍ତ। ମୁଁ ତ ତୁମକୁ ସେଠିକି ନେଇଯାଉଛି ଯେଉଁଠି ତୁମର ମୃତ୍ୟୁ ତୁମକୁ ପ୍ରତୀକ୍ଷା କରୁଛି। ଏବେ ବି ସମୟ ଅଛି ସିନ୍ଧୁ, ନିଜର ସମସ୍ତ ଦୁଷ୍କର୍ମର କ୍ଷମା ପ୍ରାର୍ଥନା କରି ପାତାଳ ଲୋକକୁ ଏବେ ଫେରିଯାଅ। ସ୍ୱର୍ଗର ସିଂହାସନ ଦେବରାଜ ଇନ୍ଦ୍ରଙ୍କୁ ଫେରାଇ ଦିଅ। ତୁମର ଜୀବନ ସୁରକ୍ଷିତ ରହିବ। ଜୀବନରେ ପ୍ରଥମ ଥର ଜଣେ ପରାଜିତ ବ୍ୟକ୍ତିକୁ ପରାମର୍ଶ ଦେବାର ଦେଖୁଛି। ମୁଁ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କଠୁ ଶୁଣିଥିଲି ଯେ ତମେ ମାୟାବୀ, କିନ୍ତୁ ମୋ ସମ୍ମୁଖରେ ତମର କୌଣସି ବି ମାୟା ସଫଳ ହେବ ନାହିଁ। ଯେଉଁ ଯାଏଁ ସଫଳତାର ପ୍ରଶ୍ନ ଜଡ଼ିତ ସିନ୍ଧୁ, ତୁମର ମାର୍ଗରେ ବାଧା ଦେଇ ମୁଁ ନିଜର ଅଭିଯାନରେ ସଫଳ ହୋଇସାରିଛି। ପ୍ରଥମ ଥର ଆପଣଙ୍କ ମୁହଁରୁ ସତ୍ୟ ଶୁଣିଲି ମୁଁ ଶ୍ରୀହରି। ଯଦି ଆପଣ ମୋ ମାର୍ଗ ରୋଧି ନଥାନ୍ତେ
ତେବେ ମୋର ଘାତକ ପ୍ରହାରରେ ବାଳକ ମୟୂରେଶ୍ୱରର ଅନ୍ତ ହେଇଥାନ୍ତା, ଯିଏ ସୂର୍ଯ୍ୟଦେବଙ୍କ ବରଦାନ ଅନୁସାରେ ମୋ ମୃତ୍ୟୁର କାରଣ ପାଲଟି ଯାଇପାରେ। ଯିଏ ସଂସାରକୁ ତୁମର ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ଅବତରିତ ହୋଇଛି, ସେ ତ ତୁମର ମୃତ୍ୟୁର କାରଣ ହେବ ନିଶ୍ଚୟ ସିନ୍ଧୁ। ମୁଁ କେବଳ ତୁମ ମାର୍ଗରେ ଆସି ତୁମର ଆୟୁ ବଢ଼ାଇ ଦେଲି। ମୟୂରେଶ୍ୱର ଶ୍ରୀ ଗଣେଶଙ୍କ ପାଖକୁ ଗଲେ ତୁମକୁ ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ମିଳିବ ନାହିଁ ସିନ୍ଧୁ। ମୁଁ ଦୁଃଖିତ ଯେ ତାର ପରିଣାମ ଦେଖିବା ପାଇଁ ଆପଣ ଏଠି ନଥିବେ। ମୁଁ ସ୍ୱୟଂ ନିଜ ହାତରେ ମୟୂରେଶ୍ୱରର ଅନ୍ତ କରି ନିଜ ମୃତ୍ୟୁକୁ ମିଥ୍ୟା ସିଦ୍ଧ କରିଦେବି, କିନ୍ତୁ ତା ପୂର୍ବରୁ ଆପଣଙ୍କୁ ମୋର ଘାତକ ପ୍ରହାରରେ ପରାଜିତ ହେବାକୁ ପଡ଼ିବ। ଏବେ ତୋର ଅନ୍ତ ଦୂର ଅଛି ସିନ୍ଧୁ, କାହିଁକି ନା ତୋ ପାପର କୁମ୍ଭ ଏ ଯାଇ ପୂର୍ଣ୍ଣ ହେଇନି। ମୋ ପିତାଶ୍ରୀ ଭଗବାନ ଶିବଙ୍କ ଇଚ୍ଛା ଅନୁସାରେ ମୁଁ ତତେ ସମାପ୍ତ କରିବିନି। ମୋର ଏ ପ୍ରହାର ତତେ ସାବଧାନ କରିବାକୁ ସଂକେତ ମାତ୍ର। ଭବିଷ୍ୟତରେ ଏ କଥାର ଧ୍ୟାନ ରଖିବୁ ସିନ୍ଧୁ, ଆଉ କୈଳାସ ଆଡକୁ ଆସିବାର ଦୁଃସାହସ କେବେ ବି କରିବୁନି। ଏ ପ୍ରହାରର ଉତ୍ତର ମୁଁ ତମକୁ ସମୟ ଆସିଲେ ଅବଶ୍ୟ ଦେବି ମୟୂରେଶ୍ୱର, କିନ୍ତୁ ତା ପୂର୍ବରୁ ପାଳନକର୍ତ୍ତା ଶ୍ରୀହରି ବିଷ୍ଣୁଙ୍କୁ ନିଜ ଘାତକ ପ୍ରହାରରେ ଦଣ୍ଡିତ ଅବଶ୍ୟ କରିବି। ନାରାୟଣ ନାରାୟଣ, କେତେ ଲଜ୍ଜା ଓ ଅପମାନର କଥା। ଏ ଯୁଦ୍ଧକୁ ଦେଖି ଆପଣ ପରାକ୍ରମୀ ଦେବତା ମାନେ ଟିକେ ବି ଲଜ୍ଜା ଅନୁଭବ କରୁନାହାନ୍ତି? ଆମେ କିଛି ବୁଝିପାରିଲୁନି ଦେବର୍ଷି। କ'ଣ ଆପଣ ମାନେ ଏକଥା ଜାଣିନାହାନ୍ତି ଯେ ଭଗବାନ ଶ୍ରୀହରି ବିଷ୍ଣୁ ଏ ଅମର ବରପ୍ରାପ୍ତ ସିନ୍ଧୁ ସହ କାହିଁକି ଯୁଦ୍ଧ କରୁଛନ୍ତି? ନା ଦେବର୍ଷି, ଆମେ ଶ୍ରୀହରି ଆଉ ସିନ୍ଧୁଙ୍କ ଯୁଦ୍ଧର କାରଣ ଜାଣିନୁ। ଆମେ ତ ଏତିକି ଜାଣିଛୁ ଦେବର୍ଷି ଯେ ଦୁଷ୍ଟ ସିନ୍ଧୁକୁ କୈଳାସ ଉପରେ ଆକ୍ରମଣରୁ ରୋକିବା ପାଇଁ ହିଁ ଶ୍ରୀହରି ବିଷ୍ଣୁ ଗଂ 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 ଗଂ। ପୂଜନୀୟ ଦେବତା ହୋଇ ବି ଆପଣମାନଙ୍କ ବୁଦ୍ଧି ଭ୍ରମିତ ହୋଇଯାଇଛି। ଆପଣ କ'ଣ ଏ କଥାକୁ ଜାଣିନାହାନ୍ତି ଯେ ଶ୍ରୀହରି ଆପଣମାନଙ୍କ ଶୁଭଚିନ୍ତକ? ଆପଣଙ୍କ ହିତ ଆଉ ସ୍ୱର୍ଗ ଉପରେ ବିଜୟ ପାଇବା ପାଇଁ ସେ ଦୁଷ୍ଟ ସିନ୍ଧୁକୁ ଯୁଦ୍ଧ ପାଇଁ ଆହ୍ୱାନ କରିଛନ୍ତି। ଇଏ ଆପଣ କ'ଣ କହୁଛନ୍ତି ଦେବର୍ଷି? ସଂସାରରେ ମୋ କଥା ଶ୍ରୀହରିଙ୍କ କୃପାରୁ ହିଁ ସତ୍ୟର ପ୍ରମାଣ ସିଦ୍ଧ ହୁଏ। ଶ୍ରୀହରି ବିଷ୍ଣୁ ଆପଣଙ୍କ ହିତ ପାଇଁ ଯୁଦ୍ଧ କରୁଛନ୍ତି, ଆଉ ଆପଣମାନେ ଏଠି ନୀରବରେ ରହି ଯୁଦ୍ଧ ପ୍ରଦର୍ଶନ ଦେଖୁଛନ୍ତି। ଆପଣମାନଙ୍କର ଇଏ କ'ଣ କର୍ତ୍ତବ୍ୟ ନୁହଁ ଯେ ଆପଣ ସେଠିକି ଯାଇ ଶ୍ରୀହରିଙ୍କୁ ସାହାଯ୍ୟ କରିବେ? ଯଦି ଦେବରାଜ ଇନ୍ଦ୍ର ଆପଣଙ୍କ ସ୍ଥାନରେ ଥାନ୍ତେ, ତେବେ କ'ଣ ସେ ଶାନ୍ତିରେ ଛିଡ଼ା ହୋଇ ନୀରବ ଦ୍ରଷ୍ଟା ସାଜି ଏ ପ୍ରଦର୍ଶନ ଦେଖୁଥାନ୍ତେ? ଆପଣ ସମସ୍ତେ ବରିଷ୍ଠ ଦେବତା, ଦିବ୍ୟ ଶକ୍ତି ସମ୍ପନ୍ନ। କିନ୍ତୁ ଦେବର୍ଷି, ଯୁଦ୍ଧରେ ସିନ୍ଧୁଠୁ ପରାଜିତ ହେବା କାରଣରୁ ଆମର ଦିବ୍ୟ ଶକ୍ତି ନଷ୍ଟ ହୋଇଗଲାଣି। ଏହା ଆପଣଙ୍କ ଭୁଲ ଦେବଗଣ। ଆପଣମାନଙ୍କ ଦିବ୍ୟ ଶକ୍ତି ନଷ୍ଟ ହେଇନି। ନାରାୟଣ ନାରାୟଣ, ପୂର୍ଣ୍ଣ ଶକ୍ତି ସହ ନିଜ ଦିବ୍ୟ ଶକ୍ତିର ପ୍ରୟୋଗ କରି ଦେଖନ୍ତୁ। ସୂର୍ଯ୍ୟଦେବଙ୍କ ଠାରୁ ଅମରତ୍ୱ ବରଦାନ ପାଇ ସିନ୍ଧୁ ଦୈତ୍ୟ ପରାକ୍ରମୀ ଆଉ ମହାବଳଶାଳୀ ସିଦ୍ଧ ହୋଇ ସାରିଛି ଦେବର୍ଷି। ଯେତେବେଳେ ପାଳନକର୍ତ୍ତା ଶ୍ରୀହରି ସିନ୍ଧୁ ସମ୍ମୁଖରେ ଦୁର୍ବଳ ସିଦ୍ଧ ହେଉଛନ୍ତି, ଆପଣଙ୍କର ଏହି ନିରାଶବାଦୀ ମନୋବୃତ୍ତି ଯୋଗୁଁ ଦୈତ୍ୟଙ୍କୁ ସ୍ୱର୍ଗ ଉପରେ ଆକ୍ରମଣ କରିବା ପାଇଁ ବାରମ୍ବାର ଉତ୍ସାହିତ କରିଛି। ଦୈତ୍ୟ ଆପଣଙ୍କୁ କା ପୁରୁଷ କହିବା ପାଇଁ ଏତେ ଟିକେ ବି ସଂକୋଚ କରୁନାହାନ୍ତି। ଦେବଗଣ, ଉଠ, ଜାଗ, ନିଜ ଦିବ୍ୟ ଶକ୍ତିର ପ୍ରୟୋଗ କର, ଶ୍ରୀହରିଙ୍କୁ ସାହାଯ୍ୟ କର, ଯଦ୍ୱାରା ସଂସାରରେ ଆପଣଙ୍କ ବୀରତ୍ୱର ନାଁ ରହିବ। ଦେବର୍ଷି ଠିକ୍ କହିଛନ୍ତି। ଆମେ ନିଜ ଦିବ୍ୟ ଶକ୍ତିରେ ସିନ୍ଧୁ ଦୈତ୍ୟକୁ ପରାସ୍ତ କରିଦେବା। ଆମର ଘାତକ ପ୍ରହାର ଆଉ ଶ୍ରୀହରି ବିଷ୍ଣୁଙ୍କ ଶକ୍ତି ମିଶି ଏ ଦୁଷ୍ଟକୁ ପାତାଳ ଚାଲିଯିବା ପାଇଁ ବିବଶ କରିଦେବ। ଏବେ ଗୋଟିଏ ମୁହୂର୍ତ୍ତର ବିଳମ୍ବ ଉଚିତ ହେବ ନାହିଁ। ପ୍ରହାର! ଅମର ବରପ୍ରାପ୍ତ ସିନ୍ଧୁ, ଦୁଷ୍ଟ ଦେବତାଙ୍କୁ ତାଙ୍କ ଔଦ୍ଧତ୍ୟର ଦଣ୍ଡ ଦିଅ, ଆଉ ଦୈତ୍ୟ ସେନା ପ୍ରକଟ କର।
ଦୈତ୍ୟ ସେନା ପ୍ରକଟ ହୁଅ। ଶ୍ରୀହରି ଅମର ବରପ୍ରାପ୍ତ ସିନ୍ଧୁ, ତୁମର ଅମରାସ୍ତ୍ରର ପ୍ରୟୋଗରେ ଏ ଭୀରୁ ଦେବତାଙ୍କ ଶକ୍ତି ନଷ୍ଟ ହୋଇଯାଇଛି। ଏବେ ନା ଇଏ ଅଦୃଶ୍ୟ ହୋଇପାରିବେ, ନା ଇଏ ନିଜ ଦିବ୍ୟ ଶକ୍ତି ପ୍ରୟୋଗ କରିପାରିବେ। ଦୈତ୍ୟଗଣ, ଏ ଦୁଷ୍ଟ ଆଉ କାପୁରୁଷ ଦେବତାଙ୍କୁ ତମେ ବନ୍ଦୀ କରିନିଅ। ଏମାନଙ୍କୁ ଏତେ ମାତ୍ରାରେ ଅପମାନ କର ଯେମିତି ଭୁଲିଯିବେ ଯେ ଏମାନେ ଏ ସଂସାରର ପୂଜନୀୟ ଦେବତା। ଦୈତ୍ୟବୀର, ମୋ ଆଜ୍ଞାରେ ପୃଥିବୀ ଲୋକ ଉପରେ ଆକ୍ରମଣ କରି ତାକୁ ଅଧିକାର କରିନିଅ। ଶ୍ରୀହରି ବିଷ୍ଣୁଙ୍କ ପାଇଁ ତ ମୋର ବରପ୍ରାପ୍ତ ଶକ୍ତି ହିଁ ଯଥେଷ୍ଟ। ଶ୍ରୀହରି ବିଷ୍ଣୁ परमदेव श्री महागणेशଙ୍କ ପୂର୍ଣ୍ଣ ଅବତାର ଗୌରୀ ପୁତ୍ର ଶ୍ରୀ ଗଣେଶ କୃପା କରି ଦର୍ଶନ ଦିଅନ୍ତୁ। ମୋତେ ଦର୍ଶନ ଦିଅନ୍ତୁ, ଦର୍ଶନ ଦିଅନ୍ତୁ ଶ୍ରୀ ଗଣେଶ। ପ୍ରଣାମ ମାତା ଲକ୍ଷ୍ମୀ, କୁହନ୍ତୁ କି ଆଜ୍ଞା ଅଛି? ମଙ୍ଗଳ ମୂର୍ତ୍ତି, ଦେବତାଙ୍କ ହିତ ପାଇଁ ଭଗବାନ ଶ୍ରୀହରି ବିଷ୍ଣୁ ସିନ୍ଧୁ ଦୈତ୍ୟ ସହ ସଂଘର୍ଷ କରୁଛନ୍ତି। ମୁଁ ଟିକେ ପୂର୍ବରୁ ଦିବ୍ୟ ଶକ୍ତିରେ ତାଙ୍କୁ ଯୁଦ୍ଧରେ ଥକିବାର ଦେଖିଲି। ତାଙ୍କୁ ସାହାଯ୍ୟ କର ଶ୍ରୀ ଗଣେଶ, ତାଙ୍କୁ ସାହାଯ୍ୟ କର। ସର୍ବଶକ୍ତିମାନ ଆଉ ତ୍ରିଦେବରେ ପ୍ରମୁଖ ବୈକୁଣ୍ଠନାଥ ଶ୍ରୀହରି ବିଷ୍ଣୁଙ୍କର ଶକ୍ତି ଉପରେ ସନ୍ଦେହ କରନ୍ତୁନି ମାତା। ଏହା ତ ତାଙ୍କର ଯୁଦ୍ଧର ଲୀଳା, ଏଥିରେ ତାଙ୍କୁ ଟିକେ ବି କଷ୍ଟ ହେବ ନାହିଁ। କିନ୍ତୁ ମଙ୍ଗଳମୂର୍ତ୍ତି, ଆପଣ ଦେଖୁଥାନ୍ତୁ ମାତା, ସିନ୍ଧୁ ଦୈତ୍ୟ ସ୍ୱୟଂ ତାଙ୍କ ପ୍ରତି ଆଦର ଆଉ ସମ୍ମାନ ପ୍ରକଟ କରିବ। ଆପଣ ଚିନ୍ତିତ ହୁଅନ୍ତୁନି। ପ୍ରଣାମ ମାତା। ଆପଣଙ୍କର ତ ଯୁଦ୍ଧରେ ବିଜୟ ପ୍ରିୟ ଶ୍ରୀହରି, ତେବେ ଆଜି ଆପଣ ପରାଜିତ କାହିଁକି ହେଉଛନ୍ତି? କାହିଁକି ନା ମୁଁ କେବଳ ଆଜି ନୁହେଁ, କାଲିକୁ ବି ଦେଖିପାରୁଛି ସିନ୍ଧୁ। ଆଉ ସେଇଥିପାଇଁ ତୁମର ବର୍ତ୍ତମାନ ଆଉ ତୁମର ଭବିଷ୍ୟତ ବି ମୋ ଆଖି ଆଗରେ ଅଛି। ଆପଣ ଯେତେ ବି ମୋ ଭବିଷ୍ୟତ ଦେଖନ୍ତୁ ଶ୍ରୀହରି, କିନ୍ତୁ ଆଜି ଆପଣ ମୋ ହାତରୁ ପରାଜିତ ହେବାର ସ୍ୱାଦ ଚାଖିବେ। ଜୟ ପରାଜୟ ତ ଜୀବନର ଦୁଇ ପାର୍ଶ୍ୱ ସିନ୍ଧୁ। ଯେବେ ଦୁଇ ଯୋଦ୍ଧା ଯୁଦ୍ଧ କରିଥାନ୍ତି, ସେତେବେଳେ ଜଣେ ବିଜୟୀ ଆଉ ଜଣେ ପରାଜିତ ହୋଇଥାଏ। ଆଶ୍ଚର୍ଯ୍ୟ! ନିଜର ପରାଜୟକୁ ଦେଖିଲା ପରେ ବି ଆପଣ ପ୍ରସନ୍ନ ହେଉଛନ୍ତି। ସତ୍ୟ ତ ଏହା ଯେ ମୁଁ ତୁମ ଉପରେ, ତୁମର ବୀରତ୍ୱ ଉପରେ, ତୁମର ଚମତ୍କାରୀ ଶକ୍ତି ଉପରେ ପ୍ରସନ୍ନ ହେଉଛି। ତୁମେ ତ ଏହା ଜାଣିନାହଁ ସିନ୍ଧୁ, କିନ୍ତୁ ତୁମର ଗୁରୁ ଶୁକ୍ରାଚାର୍ଯ୍ୟ ଜାଣିଛନ୍ତି। ତାକୁ ବରଦାନ ଅବଶ୍ୟ ଦେଇଥାଏ। କଣ? ଜଣେ ବରପ୍ରାପ୍ତକୁ ବରଦାନ? ହଁ ମହାପରାକ୍ରମୀ ସିନ୍ଧୁ, ମୋ ଠାରୁ ବରଦାନ ମାଗିନିଅ। ଆଜି ମୁଁ ତୁମର ପରାକ୍ରମ ଉପରେ ପ୍ରସନ୍ନ ହୋଇ ତୁମକୁ ଇପ୍ସିତ ବରଦାନ ଦେବି। ଯୁଦ୍ଧଭୂମିରେ ନିଜ ଶତ୍ରୁକୁ ପ୍ରଶଂସା କରୁଥିବା ବ୍ୟକ୍ତି ଆଜି ପ୍ରଥମ ଯୋଦ୍ଧା ମୁଁ ଦେଖୁଛି। କୁହନ୍ତୁ ଶ୍ରୀହରି, ମୁଁ ଆପଣଙ୍କୁ ଯେଉଁ ବରଦାନ ମାଗିବି ତାକୁ ଆପଣ ମୋତେ ଦେବେ? ଅବଶ୍ୟ ସିନ୍ଧୁ, ଅବଶ୍ୟ। ଏ ସଂସାରରେ ମୋ ବଚନ କେବେ ବି ମିଥ୍ୟା ହୋଇନଥାଏ।
ତୁମେ ନିଜର ବରଦାନ ମାଗିନିଅ। ମୁଁ ଆପଣଙ୍କୁ ଯୋଉ ବରଦାନ ମାଗିବି ଆପଣ ତାକୁ ଏଇ ମୁହୂର୍ତ୍ତରେ କଳ୍ପନା ବି କରିପାରିବେନି ଶ୍ରୀହରି। ମୁଁ ବି ତ ସେୟା ଚାହୁଁଛି ସିନ୍ଧୁ, ଯେ ତୁମେ ମୋତେ ଏମିତି ଗୋଟେ ବର ମାଗ ଯାହା ଆଜି ଯାଏ କେହି ବି ମାଗିନଥିବେ, ଆଉ ତୁମର ବରଦାନ ତୁମର ମହାପରାକ୍ରମ ଭଳି ସବୁଦିନ ପାଇଁ ଅମର ହୋଇଯିବ। ଶ୍ରୀହରି, ମୋ ଭୟରେ ଦେବତାଙ୍କ ରାଜା ଇନ୍ଦ୍ର କୋଉଠି ଯାଇ ଲୁଚି ଯାଇଛି, ଆଉ ଦେବତା ମୋ ଅମରାସ୍ତ୍ରରେ ପରାଜିତ ହେଇ ମୋର ବନ୍ଦୀ ହେଇସାରିଛନ୍ତି। ଏବେ ମୁଁ ଆପଣଙ୍କୁ ସାବଧାନ ସିନ୍ଧୁ, ବରଦାନ ନାଁରେ ଦେବତାଙ୍କ ଶୁଭଚିନ୍ତକ ଆଉ ଦୈତ୍ୟଙ୍କ ଶତ୍ରୁ ଶ୍ରୀହରି ବିଷ୍ଣୁ ତୁମ ସହ ଛଳନା କରୁଛନ୍ତି। ତାଙ୍କ କଥାରେ ପଡ଼ନି। ନାକୁ ମାତ୍ର ଆପଣ ଦୈତ୍ୟ ଗୁରୁ, କିନ୍ତୁ ଆପଣଙ୍କ ଭିତରେ ଏତିକି ବୁଝିବାର ଶକ୍ତି ନାହିଁ ଯେ ଯେତେବେଳେ ଦୁଇ ମହାଯୋଦ୍ଧା କଥା ହେଉଛନ୍ତି ମଝିରେ ହସ୍ତକ୍ଷେପ ଉଚିତ ନୁହଁ। ମୁଁ ଆପଣଙ୍କୁ ପରାମର୍ଶ ମାଗି ନାହିଁ ଶୁକ୍ରାଚାର୍ଯ୍ୟ। ମୂର୍ଖାମି କର ନାହିଁ ସିନ୍ଧୁ, ତୁମେ ବିଷ୍ଣୁର ମାୟାକୁ ବୁଝିନାହ। ସେ ମୋତେ ବରଦାନ ମାଗିବାକୁ କହିଲେ, ଆଉ ମୁଁ ତାଙ୍କୁ ବରଦାନ ମାଗିବାର ସ୍ୱୀକୃତି ଦେଇଦେଲି। ଏବେ ନା ଇଏ ପଛ ଘୁଞ୍ଚା ଦେଇପାରିବେ, ଆଉ ନା ମୁଁ ଶୁକ୍ରାଚାର୍ଯ୍ୟ। ଏବେ ତ ବରଦାନ ମାଗିବାକୁ ହିଁ ପଡ଼ିବ। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ ସୁଯୋଗ ଅବଶ୍ୟ ଦଉଛି ଶ୍ରୀହରି। ଯଦି ଆପଣ ଚାହାନ୍ତି ଏବେ ବି ଆପଣ ନିଜ ବରଦାନ ଫେରେଇ ନେଇପାରନ୍ତି। ଯେମିତି ଧନୁରୁ ନିର୍ଗତ ତୀର, ସେମିତି ମୋ ମୁଖରୁ ନିର୍ଗତ ବାକ୍ୟ କେବେ ଫେରେ ନାହିଁ ସିନ୍ଧୁ। ତୁମେ ନିସଙ୍କୋଚ ହୋଇ ନିଜର ବରଦାନ ମାଗିନିଅ। ତେବେ ଶୁଣନ୍ତୁ ଶ୍ରୀହରି ବିଷ୍ଣୁ, ମୁଁ ଆପଣଙ୍କୁ ନିଜ ଅତିଥି କରିବାକୁ ଚାହୁଁଛି। ଅତିଥି? ଅତିଥି? ନାରାୟଣ ନାରାୟଣ, ଇଏ କେମିତିକା ବରଦାନ ମାଗିଲା ସିନ୍ଧୁ? ମତେ ତ ୟା ପଛରେ କିଛି ଷଡ଼ଯନ୍ତ୍ର ଥିଲା ଭଳି ଲାଗୁଛି। ଅମର ବରପ୍ରାପ୍ତ ଦୈତ୍ୟରାଜ ସିନ୍ଧୁଙ୍କର କି ସମାଚାର ଆଣିଛ ଦୈତ୍ୟ ସେନାପତି? ଆପଣଙ୍କ ଆଜ୍ଞା ଅନୁସାରେ ଆମେ ପୃଥିବୀ ଉପରେ ଅଧିକାର କରିଛୁ। ଦୈତ୍ୟ ସେନା ପୃଥିବୀ ଉପରେ ଆପଣଙ୍କୁ ପ୍ରତୀକ୍ଷା କରୁଛି। ଶୁଣିଲେ ଶ୍ରୀହରି, ଏବେ ସିନ୍ଧୁ ବିଶ୍ୱ ସମ୍ରାଟ ହେଇଗଲା। ଆପଣ ମୋର ଆତିଥ୍ୟକୁ ସ୍ୱୀକାର କଲେ ନାହିଁ ଶ୍ରୀହରି। ଆପଣ ମତେ ନିଜ ବରଦାନ ଦେଲେ ନାହିଁ। ଆପଣ କଣ ନିଜ ବରଦାନରୁ ପଛଘୁଞ୍ଚା ଦଉଛନ୍ତି? ନା ସିନ୍ଧୁ, ତୁମର ଆତିଥ୍ୟ ଗ୍ରହଣ କରି ମୋତେ ପ୍ରସନ୍ନତା ମିଳିବ। ତେବେ ଚାଲନ୍ତୁ ମୋ ସାଙ୍ଗରେ ପୃଥିବୀ ଲୋକକୁ ଚାଲନ୍ତୁ ଶ୍ରୀହରି। ମୋର ଆଗ୍ରହୀ ଦୈତ୍ୟ ସେନା ଆପଣଙ୍କୁ ଅଭୂତପୂର୍ବ ସ୍ୱାଗତ କରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ବିଶ୍ୱ ସମ୍ରାଟ ସିନ୍ଧୁ। ଅତିଥି ରାଜ ଶ୍ରୀହରି ବିଷ୍ଣୁ ଆଉ ବିଶ୍ୱ ସମ୍ରାଟ ପରାକ୍ରମୀ ଦୈତ୍ୟରାଜ ସିନ୍ଧୁଙ୍କର। ଅତିଥି ରାଜ ଶ୍ରୀହରି ବିଷ୍ଣୁ ଆଉ ବିଶ୍ୱ ସମ୍ରାଟ ପରାକ୍ରମୀ ଦୈତ୍ୟରାଜ ସିନ୍ଧୁଙ୍କର। ଅତିଥି ରାଜ ଶ୍ରୀହରି ବିଷ୍ଣୁ ଆଉ ବିଶ୍ୱ ସମ୍ରାଟ ପରାକ୍ରମୀ ଦୈତ୍ୟରାଜ ସିନ୍ଧୁଙ୍କର। आसन ग्रहण करंतु श्रीहरि। राणी वरुणाक्षी देवतांग शुभचिंतक होई भी श्रीहरि विष्णु आमर शत्रु नुहंती। किंतु यांको एठी आपणक संगरे देखि मु चकित। ये मते वरदान मागिबाकू कहिले, आउ मु यांको अतिथि करिवार वरदान पाइले। एबे यांको सुख सुविधार ध्यान रखिबा आमर कर्तव्य। आपण निश्चिंत रुहंतु स्वामी, मु यांकर एमिति स्वागत अभ्यर्थना करिबि ये देवी लक्ष्मी आ वैकुंठ लोक को भी भूली जिबे। देवतांक शुभचिंतक श्रीहरि को आम पाखरे देखि दैत्य सेना उत्साहित और प्रसन्न। कहंतु श्रीहरि, आपण मो आतिथ्य प्रसन्न अछंती तो? तुमर आतिथ्य मु केवल प्रसन्न नुहे, भाव विहुल सिंधु। किंतु कहू कहू आपण रहीगले कहीं श्रीहरि? हेले मु तुम न्याय रे प्रसन्न नुहे। मु बुझी पारलिनी श्रीहरि, निज कथा को स्पष्ट करंतु। मोर स्पष्ट कथा सुनिले तुमको आघात लागिब सिंधु। आपण मोर अतिथि, आ अतिथि सत्कार मर्यादा को मु भल भावे जानिछि।
ଆପଣ ମୋତେ କହିଦେଲେ ମୁଁ ପ୍ରସନ୍ନ ହେବି। ଅତିଥି ମର୍ଯ୍ୟାଦାର ପାଳନ କରିବା ସମୟରେ ତୁମେ କ'ଣ ମୋ କଥା ମାନିବ? ଅବଶ୍ୟ ଅତିଥିରାଜ ଶ୍ରୀହରି, ଆପଣଙ୍କ କଥା ମୋ ପାଇଁ ଆଜ୍ଞା ସମାନ। ଆପଣ କୁହନ୍ତୁ ତ। ତୁମକୁ ଜନ୍ମ ଦେଇଥିବା ମାତା ସହିତ ତୁମେ ଅନ୍ୟାୟ କରିଛ। ସେ ତୁମର ତ୍ୟାଗ ଅବଶ୍ୟ କରିଥିଲେ ସିନ୍ଧୁ, କିନ୍ତୁ ସେତେବେଳେ ତୁମେ ସିନ୍ଧୁ ନଥିଲ, ଅଗ୍ନିର ଏକ ଜ୍ୱଳନ୍ତ ପିଣ୍ଡ ମାତ୍ର ଥିଲ। ଏମିତିରେ କେବଳ ମାତା ଉଗ୍ରା କ'ଣ, କୌଣସି ବି ନାରୀ ତୁମକୁ ତ୍ୟାଗ କରିଦେଇଥାନ୍ତା। ଇଏ ଆପଣ କ'ଣ କହୁଛନ୍ତି ଶ୍ରୀହରି? ମୋ କଥା ଉପରେ ସନ୍ଦେହ କର ନାହିଁ ସିନ୍ଧୁ। ତୁମର ମାତା ଉଗ୍ରା ସୂର୍ଯ୍ୟଦେବଙ୍କୁ ବଡ଼ କଠୋର ତପସ୍ୟା କରିଥିଲେ, କିନ୍ତୁ ଯେତେବେଳେ ସେ ତପସ୍ୟାର କିଛି ପରିଣାମ ନ ମିଳିଲା, ସେ ନିଜର ଉଗ୍ର ସ୍ୱଭାବ କାରଣରୁ ସୂର୍ଯ୍ୟଦେବଙ୍କୁ ଅପମାନିତ କରିବାକୁ ଲାଗିଲେ। ସୂର୍ଯ୍ୟଦେବ, ମୁଁ ଆପଣଙ୍କୁ ପୁତ୍ର ମାଗିଥିଲି, କିନ୍ତୁ ଇଏ ଅଗ୍ନିର ପିଣ୍ଡୁଳା ଦେଇ ଆପଣ ମୋ ସହିତ ଭୟାନକ ଛଳନା କରିଛନ୍ତି। ୟାକୁ ମୁଁ ନିଜ ପାଖରେ ରଖିପାରିବିନି। ୟାକୁ ନିଜ ପାଖରେ ରଖିବା ଅର୍ଥ ନିଜର ଅପମାନ, ଆଉ ମୋ ଜନ୍ମ ଅପମାନ ଆଉ ନିରାଦର ସହିବା ପାଇଁ ହେଇନି। ସୂର୍ଯ୍ୟଦେବ, ମୁଁ ଆପଣଙ୍କୁ କଳଙ୍କିତ କରିବା ପାଇଁ ଆପଣଙ୍କର ତପସ୍ୟାର ପ୍ରତିଫଳ ରୂପକ ଏ ବିଷକୁ ଏବେ ତ୍ୟାଗ କରିଦେବି। ଯେଉଁ ସ୍ଥିତିରେ ତୁମର ମାତା ଅଗ୍ନିର ସେ ପିଣ୍ଡୁଳାକୁ ପ୍ରାପ୍ତ କଲେ, ତାକୁ ତ୍ୟାଗ କରିଦେବା ଉଚିତ ଥିଲା, କିନ୍ତୁ ଯେତେବେଳେ ତୁମ ମାତାଙ୍କୁ ସମୁଦ୍ର ଜଳର ସ୍ପର୍ଶ ପାଇ ତୁମେ ଆକାର ପ୍ରାପ୍ତ ହେବାର ସୂଚନା ମିଳିଲା, ସେ ତୁମକୁ ସ୍ନେହ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥିଲେ। ତାପରେ କ'ଣ ହେଲା ଶ୍ରୀହରି? ତାପରେ ତୁମର ସ୍ୱାମୀ ଦୈତ୍ୟରାଜ ସିନ୍ଧୁ ନିଜ ମାତାଙ୍କୁ କଳଙ୍କିତ ଆଉ ଲାଞ୍ଛିତ କରି ସବୁଦିନ ପାଇଁ ତ୍ୟାଗ କଲେ। ପରାକ୍ରମୀ ସିନ୍ଧୁ, ସଂସାରରେ ଜନ୍ମ ନେଇଥିବା ଜୀବାତ୍ମା ନିଜର ପ୍ରତ୍ୟେକ ଋଣରୁ ମୁକ୍ତ ହୋଇପାରେ, କିନ୍ତୁ ଜନ୍ମ ଦେଇଥିବା ମାତାର ଋଣ ସେ କେବେ ବି ଶୁଝିପାରିନଥାଏ। ମୋର ଭୟଙ୍କର ଭୁଲ ହେଇଛି ଶ୍ରୀହରି। ଆପଣ ଉଚିତ ସମୟରେ ମୋର ମାର୍ଗଦର୍ଶନ କରାଇ ଧନ୍ୟ କରିଦେଲେ। ମୁଁ ନିଜର ଏ ଭୁଲ ସୁଧାରିବାକୁ ଚାହୁଁଛି। ସେଇଥିପାଇଁ ତୁମକୁ ନିଜ ମାତାଙ୍କ ପାଖକୁ ଯିବାକୁ ହେବ। ସେ ଏବେ ବି ସେହି ସ୍ଥାନରେ ଅଚେତ ଅଛନ୍ତି ଯେଉଁଠି ତୁମେ ଅନ୍ତିମ ଥର ତାଙ୍କୁ ତ୍ୟାଗ କରି ଆସିଥିଲ। ରାଣୀ ବରୁଣାକ୍ଷୀ, ମୁଁ ନିଜ ଭୁଲକୁ ସୁଧାରିବା ପାଇଁ ମୋ ମାତାଙ୍କ ପାଖକୁ ଯାଉଛି। ତମେ ନିଜ ବଚନ ସ୍ମରଣ ରଖିବ। ତୁମ ଅତିଥି ସତ୍କାରରେ ଶ୍ରୀହରି ବୈକୁଣ୍ଠ କ'ଣ ଦେବୀ ଲକ୍ଷ୍ମୀଙ୍କୁ ଯେମିତି ଭୁଲିଯିବେ। ଆପଣ ନିଶ୍ଚିନ୍ତ ହୋଇଯାଆନ୍ତୁ ସ୍ୱାମୀ। ଆଜ୍ଞା ଦିଅନ୍ତୁ ଶ୍ରୀହରି।